ନିର୍ବାଚନର 9 ମାସ ପରେ ଅଶାନ୍ତ ମାହାଙ୍ଗା ଯୋଉଠି କିଛି ନା କିଛି ଘଟଣାକୁ ନେଇ କେତେବେଳେ ଜନପ୍ରତିନିଧି ମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସୁଛନ୍ତି, ତ ଆଉ କେତେବେଳେ ଥାନା ସମ୍ମୁଖରେ ଧାରଣାରେ ବସୁଛନ୍ତି, ତ କେତେବେଳେ ତହସିଲ ସମ୍ମୁଖରେ ଧାରଣାରେ ବସୁଛନ୍ତି। ଯଦି ଆମେ ଦେଖିବାକୁ ଯିବା, ଯେତେବେଳେ 2024 ସାଧାରଣ ନିର୍ବାଚନ ସରିଲା, ନିର୍ବାଚନ ପରେ ଯେତେବେଳେ ଜୁନ 4 ତାରିଖ ଦିନ ଫଳାଫଳ ପ୍ରକାଶ ପାଇଲା ଏବଂ ମାହାଙ୍ଗାର ବିଧାୟକ ଯେତେବେଳେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଯୋଉ ପ୍ରାର୍ଥୀ ହୋଇଥିଲେ ଶାରଦା ପ୍ରଧାନ, ସେ ମାହାଙ୍ଗାର ବିଧାୟକ ହୋଇଥିଲେ। ତେବେ ସେ ବିଧାୟକ ହେବା ପରେ 9 ମାସ ହେବ ମାହାଙ୍ଗା ଅଶାନ୍ତରେ ଚାଲିଛି ମାହାଙ୍ଗା। ଆଉ ୟାରି ଭିତରେ ବିଭିନ୍ନ ଗଣମାଧ୍ୟମ ମାନେ ଏ ଯୋଉ ଖବରକୁ ନେଇ ଯୋଉ ମାହାଙ୍ଗାର ଯୋଉ ଗରମ ହାୱା ରହିଛି, ତା ଦେହରେ ଖବର ରୁଟି ସେକୁଛନ୍ତି ପ୍ରମୁଖ ଗଣମାଧ୍ୟମ ମାନେ। ତ ଆମେ ଯଦି ଦେଖିବା, ଅନ୍ୟପଟେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଉଛି, ତର୍କ ବିତର୍କ କରାଯାଉଛି। ସେଇଭଳି ଏକ ଖବର ପରିବେଷଣ କରିଥିଲା ଅର୍ଗସ ଚ୍ୟାନେଲ, ଯେ ଓଡ଼ିଶାର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏବଂ ଯାହା ଲୋକଙ୍କ ପାଖରେ ପହଞ୍ଚି ପାରୁଛି ଅର୍ଗସ ଚ୍ୟାନେଲ। ଯଦି ଆମେ କହିବାକୁ ଯିବା, ସେ ଯେତେବେଳେ ରୋକଠୋକର ଯୋଉ କାର୍ଯ୍ୟକ୍ରମ ରଖିଛି, ନିଜର ଏକ ସ୍ୱତନ୍ତ୍ର ଉପସ୍ଥାପନା ରୋକଠୋକରେ ସେ ମାହାଙ୍ଗାର ଯେ ନାରୀ ନେତ୍ରୀ ରହିଛନ୍ତି, ଯେ ବିଜେପି ଦଳରୁ ବହିଷ୍କୃତ ହୋଇଛନ୍ତି ଯାଜ୍ଞସେନୀ ଜେନା, ତାଙ୍କୁ ବିଜେପି ଦଳ ବିରୋଧୀ କାର୍ଯ୍ୟ ପାଇଁ ନିର୍ବାଚନ ପୂର୍ବରୁ ଦଳରୁ ନିଲମ୍ବିତ କରିଥିଲା। ତ ତାଙ୍କୁ ଏକ ମାର୍ଚ୍ଚ 10 ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରୋକଠୋକରେ ଦୁର୍ଗାଶିଷ ବାବୁ ରହିଥିଲେ। ସେ ରୋକଠୋକ କାର୍ଯ୍ୟକ୍ରମରେ ଯାଜ୍ଞସେନୀ ଜେନାଙ୍କୁ ନାରୀ ନେତ୍ରୀ ବା ବିଜେପିର ନାରୀ ନେତ୍ରୀ ବୋଲି ସମ୍ବୋଧିତ କରିଥିଲେ। ତ ୟାକୁ ନେଇ ମାହାଙ୍ଗା ବିଜେପି ନିଜର ହକ୍ ଜାହିର କରିବାକୁ ଚାହୁଁଛି ଏବଂ ମାହାଙ୍ଗା ବିଜେପି କହୁଛି ଯେ ସେ ତ ବିଜେପିରେ ନାହାନ୍ତି, କିନ୍ତୁ ତାଙ୍କୁ ବିଜେପି ନାରୀ ନେତ୍ରୀ ବୋଲି ଅର୍ଗସ ଟିଭି ସମ୍ବୋଧିତ କାହିଁକି କରିଥିଲା, ଏହା ବର୍ତ୍ତମାନର ବଡ ପ୍ରଶ୍ନ ପାଲଟିଛି। ତ ଆମ ସହିତ ଜଣେ ବିଜେପିର କାର୍ଯ୍ୟକର୍ତ୍ତା ରହିବେ ମାହାଙ୍ଗାର, ଆମେ ତାଙ୍କଠାରୁ ପଚାରି ବୁଝିବା ଯେ ପ୍ରକୃତରେ ଯାଜ୍ଞସେନୀ ଜେନା ଯେ ବିଜେପିର ନାରୀ ନେତ୍ରୀ, ନା ସେ ଅନ୍ୟ କୌଣସି ଦଳରେ ଅଛନ୍ତି ବା ଅନ୍ୟ କାହା ପାଇଁ କାମ କରୁଛନ୍ତି। ଆମେ ପୁରା ଘଟଣାକୁ ବୁଝିବା। ଆମ ସହିତ ଯୋଡି ହେବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜଣେ ବିଜେପିର ସାଧାରଣ କାର୍ଯ୍ୟକର୍ତ୍ତା ଯୋଡି ହେବେ। ଶିବିର ରୋକଠୋକ କାର୍ଯ୍ୟକ୍ରମରେ ଯୋଉ ଅସ୍ଥିରତା ଅନ୍ତରାଳେ ମାହାଙ୍ଗାର ଯୋଉ କାର୍ଯ୍ୟକ୍ରମ କରାଯାଇଥିଲା, ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଥିଲା, ଯୋଉଠି ଦୁର୍ଗାଶିଷ ବାବୁ ରହିଥିଲେ, ତ ସେଠି ଯାଜ୍ଞସେନୀ ଜେନାଙ୍କୁ ବିଜେପି ନାରୀ ନେତ୍ରୀ ବୋଲି ସମ୍ବୋଧନ କରାଯାଇଥିଲା। କଣ କହିବେ ସେ ବିଷୟରେ? ଯାଜ୍ଞସେନୀ ଜେନା ଜଣେ ବିଜେପି ନାରୀ ନେତ୍ରୀ ନା କଣ କହିବେ? ଦେଖନ୍ତୁ, ସାଧାରଣ ନିର୍ବାଚନ ସମୟ ପୂର୍ବରୁ ଯେତେବେଳେ କ୍ୟାଣ୍ଡିଡେଟ୍ ବା ଟିକେଟ ଡିକ୍ଲେୟାର ସରିଲା, ତା ପରେ ଯାଜ୍ଞସେନୀ ଜେନା ମହୋଦୟଙ୍କୁ ତାଙ୍କୁ ଦଳ ବହିଷ୍କାର କରିଥିଲା, ଯାହା ସମସ୍ତ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହେଇଥିଲା। ତା ବାଦ କାଲି ଯୋଉ 10 ତାରିଖ ବେଳେ ଯୋଉ ଅର୍ଗସ ଚ୍ୟାନେଲରେ ଯୋଉ ଆମର ମାହାଙ୍ଗା ଅନ୍ତରାଳେ ଯୋଉ ରୋକଠୋକ କାର୍ଯ୍ୟକ୍ରମଟି ଚାଲିଥିଲା, ସେ ରୋକଠୋକ କାର୍ଯ୍ୟକ୍ରମରେ ସେମାନେ ଅତିଥି ଥିଲେ। ଆମର ଯାଜ୍ଞସେନୀ ଜେନା ତାଙ୍କୁ ଡକା ଯାଇଥିଲା ଏବଂ ତଳେ ତାଙ୍କର ଯୋଉ ଡେଜିଗ୍ନେସନ ଯୋଉ ଲେଖାଟି ଆସିଥିଲା, ବିଜେପି ନାରୀ ନେତ୍ରୀ ଭାବରେ ତାଙ୍କୁ ସେଠି ଆଖ୍ୟା ଦିଆଯାଇଥିଲା ଏବଂ ସେଠି ଯୋଉ ଦୁର୍ଗାଶିଷ ବାବୁ ଥିଲେ, ସେ ତାଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ ବିଜେପି ନାରୀ ନେତ୍ରୀ, ଯେ ଆମ ସହିତ ଯୋଡି ହେଇକି ଅଛନ୍ତି। ତେଣୁ ସେଟା ନିଶ୍ଚିନ୍ତ ଆମେ ମାହାଙ୍ଗା ବିଜେପି ପକ୍ଷରୁ ଆମକୁ ବହୁତ ମର୍ମାହତ ଦେଇଛି ଯେ ଗୋଟେ ଭଲ ବଡ ପ୍ଲାଟଫର୍ମରେ ଥିବା ଗୋଟେ ନ୍ୟୁଜ ଚ୍ୟାନେଲ ସେ କିଭଳି ଭାବରେ ଜାଣିପାରିଲେନି ଯେ ଯାଜ୍ଞସେନୀ ଜେନା ବିଜେପି ଦଳରୁ ବହିଷ୍କୃତ ହେଇଛନ୍ତି ବୋଲି। କାହିଁକି ଏଭଳି ଘଟଣାକୁ ନେଇ ଆପଣମାନେ ବାରମ୍ବାର ବିଜେପିକୁ ବଦନାମ କରୁଛ ଏବଂ ଯେ ବହିଷ୍କୃତ ନେତ୍ରୀଙ୍କୁ ଆପଣମାନେ କାହିଁକି ପ୍ରମୋଟ କରୁଛନ୍ତି ଏବଂ ତାକୁ କାହିଁକି ଆପଣ ଅତୀତ କରୁଛନ୍ତି? ଏବଂ ଆମେ କହିପାରିବା ଯେ ଅର୍ଗସ ଚ୍ୟାନେଲ ଏଠି ନିଜର ଟିଆରପି ପାଇଁ ଯେ ଯେକୌଣସି ମହିଳାଙ୍କୁ ନେଇକି ସେଠି ନାରୀ ନେତ୍ରୀ, ବିଜେପିର ନାରୀ ନେତ୍ରୀ କରୁଛି, କୌଣସି ଲୋକଙ୍କୁ ନେଇ ସେଠି ବୁଦ୍ଧିଜୀବୀ ଆଖ୍ୟା ଦଉଛି। ଦେଖନ୍ତୁ ଆଜ୍ଞା, ଅର୍ଗସର ଯୋଉ ଚ୍ୟାନେଲର ମାହାଙ୍ଗାର ଯୋଉ ପ୍ରତିନିଧି ମଧ୍ୟ ଅଛନ୍ତି, ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭଲ ଭାବେ ଜାଣିଛି ଏବଂ ତାଙ୍କର ଯୋଉ ନିର୍ବାଚନ ପରଠାରୁ ମୁଁ ଦେଖି ଆସୁଛି ଯେ ଶାରଦା ପ୍ରଧାନ ଯିଏ ସ୍ୱାଧୀନ ବିଧାୟକ ଅଛନ୍ତି, ତାଙ୍କର ବ୍ୟକ୍ତିଗତ ରିପୋର୍ଟିଂ ଭାବରେ ଆମେ ଦେଖିବାକୁ ମିଳୁଛି। ତମ ସବୁ ଛୋଟ ମୋଟ ମାନେ କାର୍ଯ୍ୟକ୍ରମରେ ମଧ୍ୟ ସେ ଲାଇଭ କରୁଛନ୍ତି, ଯୋଉଟାକୁ ଆମେ ମର୍ମାହତ, ସେଥିପାଇଁ ମଧ୍ୟ ମର୍ମାହତ। ଏବଂ ସେଇ ମର୍ମାହତରେ ଯୋଉ ଆମର ଯୋଉ କଟା ଗାଁରେ ଯୋଉ ଚୂନ ମାରିଲା ଭଳିଆ ଘଟଣା ଆମର ଦୁର୍ଗାଶିଷ ବାବୁ ଯୋଉ ଏବେ କରିଛନ୍ତି, ଏଟା ନିଶ୍ଚିନ୍ତ ଆମକୁ ମର୍ମାହତ କରୁଛି ଏବଂ ଆମେ ସିଓର ହେଇଯାଉଛି ଯେ ଏଠି ଯୋଉ ମାହାଙ୍ଗାର ଯୋଉ ଅର୍ଗସ ଚ୍ୟାନେଲ ଚାଲିଛି ଏବଂ ଏଠି ଯୋଉ ତାଙ୍କର ଯୋଉ ପ୍ରତିନିଧି ଅଛନ୍ତି, ସେ ମଧ୍ୟ ତାଙ୍କର ପ୍ରଚାର କରୁଛନ୍ତି ଏବଂ ଦୁର୍ଗାଶିଷ ବାବୁ ତାଙ୍କର ଯୋଉ ନେତ୍ରୀ ଅଛନ୍ତି, ଯୋଉମାନେ ମାହାଙ୍ଗାରେ ଯୋଉମାନେ ଶାରଦା ପ୍ରଧାନଙ୍କ ପାଇଁ କାମ କରୁଛନ୍ତି, ତାଙ୍କ ସହିତ ଦୁର୍ଗାଶିଷ ବାବୁ ମଧ୍ୟ ପୁରା ଘଟଣା ଶୁଣୁଥିଲେ। ମାହାଙ୍ଗାର ଜଣେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଆମ ସହିତ ରହିଥିଲେ। ସେ ଅର୍ଗସ ଟିଭିର ଖବର ପ୍ରସାରଣକୁ ନେଇ ଆମ ସହିତ ଆଲୋଚନା କରୁଥିଲେ ଯେ ଯାଜ୍ଞସେନୀ ଜେନା ପ୍ରକୃତରେ ଜଣେ ବିଜେପି ନାରୀ ନେତ୍ରୀ ନା ନାହିଁ।